जय श्री जगन्नाथ जय श्री सूर्यनारायण। ଏହି ସ୍ଥାନଟି ହେଉଛି କୁଶଭଦ୍ରା ନଦୀ କଳିଙ୍ଗ ସାଗରର ସଙ୍ଗମ ସ୍ଥଳ। ଏହି ସ୍ଥାନ ଠାରୁ 4 କିଲୋମିଟର ଦୂରରେ କୁଶଭଦ୍ରା ନଦୀର ମୁହାଣର ବାମ ପାର୍ଶ୍ୱରେ ଖାଲକଟା ପାଟନା ବନ୍ଦର ଥିଲା, ଯାହାକି 11ଶହ ଶତାବ୍ଦୀ ଠାରୁ 14ଶହ ଶତାବ୍ଦୀ ପର୍ଯ୍ୟନ୍ତ କାମ କରୁଥିଲା ବୋଲି ଜଣାପଡ଼ିଛି। ତେଣୁ କୁଶଭଦ୍ରା ନଦୀରେ ମଧ୍ୟ କୋଣାର୍କ ମନ୍ଦିର ପାଇଁ ପଥର ଆସୁଥିଲା। ଦୁଃଖର ବିଷୟ, କଳିଙ୍ଗ ସାଗରକୁ ବ୍ରିଟିଶ ମାନେ ବଙ୍ଗୋପସାଗର ଭାବେ ପରିବର୍ତ୍ତନ କରିଦେଇଛନ୍ତି। ବର୍ତ୍ତମାନ ରାଜ୍ୟ ଓ କେନ୍ଦ୍ରରେ ଡବଲ ଇଞ୍ଜିନ ସରକାର ରହିଛନ୍ତି। ଓଡ଼ିଆ ଅସ୍ମିତାକୁ ଆଧାର କରି ବଙ୍ଗୋପସାଗର ନାମକୁ ପ୍ରତ୍ୟାହାର କରି ଏହି କଳିଙ୍ଗର ଗୌରବ କଳିଙ୍ଗ ସାଗର ନାମକୁ ପୁନଃ କଳିଙ୍ଗ ସାଗର ନାମକରଣ କରାଯାଉ। ଆମ କଳିଙ୍ଗ ସାଗର ଆମ ଗର୍ବ। ଏହି ଯେଉଁ ସଙ୍ଗମ ସ୍ଥଳ ରହିଛି, ଚନ୍ଦ୍ରଭାଗା ରାମଚଣ୍ଡୀ ମନ୍ଦିର ମଝି ମଝି ଆଜି ଲୋଟସ୍ ହୋଟେଲ ରହିଛି, ସେଇଠି ସଙ୍ଗମ ସ୍ଥଳଟି ରହିଛି।